ଖଣ୍ଡଗିରି କି ଆମର ଆଇଟମ ଗେଲ ମାନେ ଆସିନାହାନ୍ତି, ଯୋଉମାନେ ଅଶ୍ଳୀଳତା କରୁଛନ୍ତି। ମୁଁ ନାଁ କହୁନି ଶୁଣନ୍ତୁ ମୁଁ କୋଉ ପଚାରୁଛି, ଶୁଣନ୍ତୁ ମୁଁ କଣ କହୁଛି। ବଡ ପ୍ରଶ୍ନ ନୁହଁ, ଅଶ୍ଳୀଳତାକୁ ବନ୍ଦ କରାଯାଇଛି ଖଣ୍ଡଗିରି ପାଇଁ। ସେଟା ଭଲ କି ଖରାପ ଏତିକି। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଦୀପୁ। ଆପଣମାନେ ଦେଖୁଛନ୍ତି ଯାତ୍ରା ଲିଙ୍କ ୟୁଟ୍ୟୁବ ଚ୍ୟାନେଲକୁ। ଦର୍ଶକ ବନ୍ଧୁ, ମୁଁ ଅଛି ଯାତ୍ରା ଖଣ୍ଡଗିରି ମହୋତ୍ସବରେ ମୁଁ ଅଛି। ଆଉ ଖଣ୍ଡଗିରି ମହୋତ୍ସବରେ ମୁଁ ଏମିତି ଏକ ଯାତ୍ରା ପ୍ରେମୀକୁ ପାଇଛି। ସିଏ ହଉଛନ୍ତି ପପୁ। ବାରିପଦା ମୟୂରଭଞ୍ଜରୁ ସିଏ ଆସିଛନ୍ତି। ବା ତାଙ୍କର ଯାତ୍ରା ପ୍ରତି ଏତେ ନିଶା କଣ ପାଇଁ ହେଲା, କାହିଁକି ସେ ଯାତ୍ରା ପ୍ରତି ଏତେ ଦୁର୍ବଳତା, କାହିଁକି ସେ ଯାତ୍ରାକୁ ଦେଖନ୍ତି, ସେ ବିଷୟରେ ତାଙ୍କଠାରୁ ଆମେ ପଚାରି ବୁଝିବା। ଯାତ୍ରା ଦେଖିବା ପାଇଁ କାହିଁକି ସିଏ ଏତେ ବାକୁଳ, କାହିଁକି ଏତେ ସିଏ ନିଶା, ସେ ବିଷୟରେ ତାଙ୍କଠାରୁ ପଚାରି ବୁଝିବା। ପପୁ ଭାଇ, ଆପଣଙ୍କୁ ସ୍ୱାଗତ କରୁଛି ଯାତ୍ରା ଲିଙ୍କ ୟୁଟ୍ୟୁବ ଚ୍ୟାନେଲକୁ। ସର୍ବପ୍ରଥମ କୁହନ୍ତୁ ଆପଣଙ୍କ ପରିଚୟ ଦର୍ଶକ ବନ୍ଧୁମାନଙ୍କୁ ଜଣାଇ ଦିଅନ୍ତୁ। ନମସ୍କାର, ମୁଁ ଯାତ୍ରା ଲିଙ୍କ୍ସରୁ ୟୁଟ୍ୟୁବ ଚ୍ୟାନେଲରୁ ଆସିଥିବାରୁ ବହୁତ ବହୁତ ଧନ୍ୟବାଦ ଦେବି ଦୀପୁ ଭାଇଙ୍କୁ। ଯାତ୍ରା ମୁଁ 15-16 ବର୍ଷ ହେଲା ଦେଖୁଛି। ଯାତ୍ରା ମୁଁ ବହୁତ ଭଲ ପାଏ। ଯାତ୍ରା ଦେଖିବାର ମୋତେ ବହୁତ ଭଲ ଲାଗେ। ମୁଁ 300 କିଲୋମିଟର ବି ଆଜି ଆସିଛି ଯାତ୍ରା ଦେଖିବା ପାଇଁ। ଯାତ୍ରା ମୁଁ ଦେଖି ସାରିଛି, ଯେ ଖଣ୍ଡଗିରି ମୁଁ କେବେ ଆସିନଥିଲି, ସେଇଟା ହେଲା ଗୋଟେ ବଡ଼ ଜିନିଷ। ଖଣ୍ଡଗିରି ମୁଁ କେବେ ଆସିନଥିଲି। ଖଣ୍ଡଗିରିର ମହଲ ଟିକେ ଅଲଗା, ଯାତ୍ରା ଦେଖିବାର ଗୋଟେ 4-5 ପାର୍ଟି ପଡ଼ିଛନ୍ତି। ସବୁ ପାର୍ଟି ମୁଁ ବୁଲି ବୁଲି ଦେଖୁଛି, ବହୁତ ଭଲ ଲାଗୁଛି। ସବୁ ପାର୍ଟି ଲୋକ ବି ଭଲ ଅଛନ୍ତି। ଯାତ୍ରା ଯେତେବେଳେ ଆପଣ ଦେଖନ୍ତି, ଘରୁ ଧାଇଁ ଆସିବେ ଯାତ୍ରା ଦେଖିବା ପାଇଁ, ଘର ଲୋକ ଆପଣଙ୍କ ଯିଏ ଅଛନ୍ତି, ବାପା ହୁଅନ୍ତୁ ବା ମା ହୁଅନ୍ତୁ କି ସ୍ତ୍ରୀ ପିଲା ଛୁଆ ଯିଏ ବି ହୁଅନ୍ତୁ, ଆପଣଙ୍କୁ କେହି କୁହନ୍ତିନି କି କାହିଁ ଯାତ୍ରା ଦେଖିବାକୁ ଯାଉଛୁ, ଯାତ୍ରାରେ କଣ ଅଛି, କାହିଁ ସବୁବେଳେ ଲସ୍ କରୁଛୁ, କାହିଁ ରାତି ଅନିଦ୍ରା ହଉଛୁ, ସେମିତି କିଛି କୁହନ୍ତି କି ନାହିଁ? କୁହନ୍ତି, ବହୁତ ଗାଳି ଦିଅନ୍ତି। ବେଶ କରି ମୋ ମା ବହୁତ ଗାଳି ଦିଅନ୍ତି ଯାତ୍ରା ଦେଖିବା ପାଇଁ। ଘରେ ବି ସମସ୍ତେ ଟିକେ ବିରକ୍ତ ହୁଅନ୍ତି। ତାପରେ ବିଶେଷ କରିକି ମୋର ଯାତ୍ରାରେ 2ଟା ଦର୍ଶକ ଆୱାର୍ଡ ମିଳିଲା ପରେ, ଗୋଟେ ମିଳିଥିଲା ଢେଙ୍କାନାଳ ଭୁବନରେ ଶ୍ରୀ ବାଘା ଯତୀନରେ, ଆଉ ସେକେଣ୍ଡ ମିଳିଥିଲା ମୟୂରଭଞ୍ଜର ଯାତ୍ରା ଜୁଏଲ ସ୍ୱର୍ଣ୍ଣ ମନ୍ଦିରରେ। ତାପରେ ଟିକେ ଆଉ ଏତେ ଗାଳି ଦିଗୁଳା କମ କରନ୍ତି, ଆଉ ତଥାପି ଟିକେ ଗାଳି ଦିଅନ୍ତି। ଦୋକାନ ବି ଅଛି ନା, ମୋର ଦୋକାନ ବନ୍ଦ ହେଇଯାଏ, ସେଟା ବି ଟିକେ ଗାଳି ଦିଅନ୍ତି। ହେଲେ ବି ମନ ତ ବୁଝେନି ନା, ଯାତ୍ରା ଟିକେ ଦେଖିବା ପାଇଁ ମତେ ବହୁତ ଭଲ ପାଏ। ଆଉ ସେମିତି ମୋର ସେମିତି ନୁହେଁ, ଯାତ୍ରା ଟିକେ ମୁଁ ଦେଖିବା ପାଇଁ ବହୁତ ଭଲ। ଯାତ୍ରା ହିଁ ମୁଁ ଦେଖେ, ପାର୍ଟିକୁଲାର ଯାତ୍ରା ହିଁ ମୁଁ ଦେଖେ। ଆଚ୍ଛା, ଯାତ୍ରା ଦେଖୁଥିବା ସମୟରେ ଯଦି ଆପଣଙ୍କର ଘରର କିଛି ଅସୁବିଧା ହେଇଯାଏ, ଆପଣ ଯାଇପାରନ୍ତି କି ନାହିଁ? ନିହାତି। ନାଇଁ, ଆପଣ କହୁଛନ୍ତି 300-400 କିଲୋମିଟର 200 କିଲୋମିଟର, ସେଇ ସମୟରେ ଯଦି କିଛି ଅଘଟଣ ଘଟିଗଲା, ଭଗବାନ ନ କରନ୍ତୁ ଘଟୁ ବୋଲି, ତ ଆପଣ ଯାଇପାରିବେନି ନା। ତ ଘର ଲୋକ ତ କହିବେ, ଆରେ ଯାତ୍ରା ଅନୁଷ୍ଠାନ ଆସୁଛି ଆମ ଲୋକାଲ ଏରିଆକୁ, ଦେଖେ ଅସୁବିଧା କିଛି ନାହିଁ, ତୁ ଦୂର ବାଟକୁ କାହିଁକି ଯାଉଛୁ, ଏତେ ରିସ୍କ କାହିଁକି ନଉଛୁ। ମାନେ ସେ ରିସ୍କ ବି ଅଛି। ଯଦି ଆପଣ ଯଦି ଦୂର ବାଟକୁ ଯିବେ, 300-400 କିଲୋମିଟର ଯେ ଯିବେ, ଘରର କିଛି ପ୍ରୋବ୍ଲେମ ହେଇଗଲା, ତ ଆପଣ ତ ଘରକୁ ଯାଇପାରିବେନି। ଚେଷ୍ଟା କରିବି ଯିବା ପାଇଁ, ଆଉ 4 ହ୍ୱିଲର ବି ଅଛି ନା, ଆଉ 4 ହ୍ୱିଲରରେ ମୁଁ ଯାଏ। ଆଜି ମୁଁ ବସରେ ଆସିଛି, ଗାଡି ଆଣିନୁ। ଆଉ କଳାକାର ମାନେ ଆପଣଙ୍କୁ ଜାଣିଛନ୍ତି, ହଁ ଗୋଟେ ପପୁ ଗୋଟେ ଅଛି ବାରିପଦା ମୟୂରଭଞ୍ଜରୁ, ସେ ବହୁତ ବଡ ଯାତ୍ରା ପ୍ରେମୀ। କିଏ ଆପଣଙ୍କୁ ଜାଣିଛନ୍ତି କହିଲେ ସେ ବିଷୟରେ? ମ୍ୟାକ୍ସିମମ୍ ଯେତେ ବି ଯାତ୍ରା ପାର୍ଟି ଅଛି ଭାଇ, ମତେ ସମସ୍ତେ ଜାଣିଛନ୍ତି। ମୁଁ କନଫିଡେଣ୍ଟ କହୁଛି, ସବୁ ଯାତ୍ରା ଯେତିକି ବି ଯାତ୍ରା ପାର୍ଟି ଅଛନ୍ତି, ସବୁ ପାର୍ଟିରୁ ମତେ ସମସ୍ତେ ଜାଣିଛନ୍ତି। ପ୍ରଥମ ଯାତ୍ରା ଅନୁଷ୍ଠାନ ଆପଣଙ୍କର କଣ ଥିଲା, ଯିଏକି ସେ ନାଟକ ଦେଖିକି ବା ସେ ଯାତ୍ରା ପାର୍ଟିକି ଦେଖିକି ଆପଣଙ୍କର ଦୁର୍ବଳତା ଆସିଗଲା ଯାତ୍ରା ଜଗତ ପ୍ରତି? କଣ ସେ ନାଟକ ଥିଲା, କଣ ଯାତ୍ରା ପାର୍ଟି ଥିଲା? ଫାଷ୍ଟ ତ ମୁଁ ଛୁଆବେଳୁ ଯାତ୍ରା ଦେଖୁଥିଲି, ତାପରେ ଯାତ୍ରା କୋଣାର୍କ ଗଣନାଟ୍ୟ ଦେଖିଲି। କୋଣାର୍କ ଗଣନାଟ୍ୟ ରତି ଭାଇ ଆମ ଘର ଦୋକାନ ଯାଆନ୍ତି, ସେଇଠୁ ଚିହ୍ନା ପରିଚୟ ହେଲା। ତାପରେ ସେଇଠୁ ତ ଯାତ୍ରା ଦେଖା ହେଲା। ଆଉ ତାପରେ ରଙ୍ଗମହଲ, ଶିବାନୀ, ଶିବାନୀରେ କାବେରୀ ଅପା ଅଛନ୍ତି, ସେ ବି ବହୁତ ଭଲ। ଟାୟା ଭାଇ, ମାମା ଆପା, କାବେରୀ ଅପାଙ୍କ ହଜବେଣ୍ଡ ସୁଶାନ୍ତ ଭାଇ ଯିଏ ଆମ ମୈତ୍ରୀ, ସେ ବି ଗୋଟେ ଯାତ୍ରା ଦର୍ଶକ। ସେ ଯାତ୍ରା ଦର୍ଶକରୁ ହିଁ ମ୍ୟାରେଜ କରିଛନ୍ତି, ସେଇଟା ଗୋଟେ ବହୁତ ବଡ କଥା। ସେ ବି ବହୁତ ବଢିଆ ଲୋକ। ରତି ଭାଇ, ମିଟୁନା ଆପା ବି ବହୁତ ବଢିଆ ଲୋକ। ଆଚ୍ଛା, ଆଜି ଆପଣ ଆସିଛନ୍ତି ଖଣ୍ଡଗିରି କି? ଖଣ୍ଡଗିରିରେ କୋଉ ଯାତ୍ରା ଅନୁଷ୍ଠାନ ଆପଣ ବୁଲିକି ଦେଖିଛନ୍ତି, କୋଉ ଯାତ୍ରା ଅନୁଷ୍ଠାନରେ ହାଉସଫୁଲ ଚାଲିଛି?
ଯାତ୍ରା ହାଉସଫୁଲ ମୁଁ ଦେଖିଲି 3ଟା ପାର୍ଟି ଅଛି। ଗୋଟେ ହେଲା ସୂର୍ଯ୍ୟ ମନ୍ଦିର, ଗୋଟେ ଶିବାନୀ, ଗୋଟେ ପୃଥ୍ୱୀରାଜ। 3ଟା ପାର୍ଟି ହାଉସଫୁଲ ଅଛି ମୁଁ ଦେଖିଲି। କଣ ପାଇଁ ସେ 3ଟା ଯାତ୍ରା ଅନୁଷ୍ଠାନ ଫୁଲ ଅଛନ୍ତି ବାକି ଆଉ 2ଟା କାହିଁକି ଫୁଲ ନାହାନ୍ତି ସେ ବିଷୟରେ କିଛି କହିବେ କି? 3ଟା ଯାକ ବହି ଭଲ ଅଛି। ତାପରେ ରାନୀ ପଣ୍ଡା ବହି ବି ଭଲ ଅଛି। ମୁଁ ତ ଦେଖିନି, ଯାହା ଦେଖୁଛି ଭଲ ହାଉସଫୁଲ ଲୋକ ଅଛନ୍ତି। ଆଉ ସୂର୍ଯ୍ୟ ମନ୍ଦିର ନାଟକ ବି ମୁଁ ହାଇଦର ଦେଖି ସାରିଥିଲି। ଆଉ ହେ କୃଷ୍ଣ ବୋଲି ଯାଉ ଯିବ ମୁଁ 4 ଥର ଦେଖିଛି। 4 ଥର ଆମ ମୟୂରଭଞ୍ଜରେ ପାର୍ଟି ପଡିଥିଲା, ମୁଁ ଦେଖିଥିଲି। ନାଟକ ବହୁତ ଭଲ ଅଛି। ହେ କୃଷ୍ଣ ଯାଉ ଯିବ ବୋଲି ନାଟକ ବହୁତ ଭଲ ଅଛି। ଆଜିକି 3 ରାତି ହେଲାଣି ଖଣ୍ଡଗିରିରେ ଚାଲିଛି। ଦର୍ଶକ ଆଉ ସେଠି ମୁଁ ଭାବୁଛି 6000 ଚେୟାର ପଡିଛି। ସେଇଟା ଗୋଟେ ବଡ କଥା। ଆମ ମୟୂରଭଞ୍ଜରେ ଏତେ ଚେୟାର କେବେ 6000 ଚେୟାର ପଡେନି। ସେଇଟା ଗୋଟେ ବହୁତ ବଡ। ମୁଁ ଦେଖିଲି, ମୁଁ ଖଣ୍ଡଗିରି ଯାତ୍ରା ମହାସମରକୁ ଆସିକି ଗୋଟେ ଦେଖିଲି ତୁମର ଶିବାନୀରେ 6000 ଚେୟାର, ଆଉ ତୁମର ସୂର୍ଯ୍ୟ ମନ୍ଦିର ବି 6000 ଚେୟାର ପାଖାପାଖି ପଡିଛି। ଆଉ ପୃଥ୍ୱୀରାଜରେ 5000 ପାଖାପାଖି ପଡିଛି। ଆପଣଙ୍କ କହିବା କଥା ସୂର୍ଯ୍ୟ ମନ୍ଦିର, ପୃଥ୍ୱୀରାଜ, ଶିବାନୀ ଇଏ 3ଟା ଯାତ୍ରା ଅନୁଷ୍ଠାନ ହଲଚଲ କରୁଛନ୍ତି ଖଣ୍ଡଗିରିରେ। ବାକି ରହିଲେ ଦୁର୍ଗା ମନ୍ଦିର, ଯାଜ୍ଞସେନୀ, ବିଶ୍ୱଦରବାର। ଏ 3ଟା ଯାତ୍ରା ଅନୁଷ୍ଠାନ କାହିଁକି ଦୁର୍ବଳତା ପଡିଗଲା ଖଣ୍ଡଗିରିରେ? ଦେଖନ୍ତୁ ବହୁତ ବଡ ବଡ ପାର୍ଟି ହାଇଦର, ପିୟୁଷ ଭାଇ, ଇଆଡେ କାବେରୀ ପାର୍ଟି, ସେମିତି ଟିକେ କମଜୋରି ଅଛି ଏଠି। ଆଉ ମୁଁ କହିବିନି କାହାରି କଥା, କିଛି ପାର୍ଟି ବାବଦରେ ମୁଁ କହିବିନି, କାରଣ ମୁଁ ଯାତ୍ରାକୁ ବହୁତ ଭଲ ପାଏ ଦୀପ ଭାଇ, ସେଟା ଆପଣ ବି ଜାଣିଛନ୍ତି। ମାନେ ଏକା ସାଙ୍ଗରେ 4-5 ପାର୍ଟି ପଡିଲେ ଲୋକ କୋଉଠି ଦେଖିବେ, ସେଇଟା ହେଲା ବଡ କଥା। ଯୋଉଠି ବେଟର ସେଠି ଦେଖିବେ। ଦେଖିବେ ଆଉ ଯୋଉଠି ବେଟର ଦେଖିବେ ଆଉ। ଖଣ୍ଡଗିରି କି ଆମର ଆଇଟମ ଗେଲ ମାନେ ଆସିନାହାନ୍ତି, ଯୋଉମାନେ ଅଶ୍ଳୀଳତା କରୁଛନ୍ତି। ମୁଁ ନାଁ କହୁନି ଶୁଣନ୍ତୁ ଶୁଣନ୍ତୁ, କିଛି କହିବି ମୁଁ ପଚାରୁଛି, ଶୁଣନ୍ତୁ ମୁଁ କଣ କହୁଛି ନାଇଁ ଶୁଣନ୍ତୁ। ନାଇଁ ମୋର ଆଣ ମୁଁ ତ ପ୍ଲିଜ ନା ନା ଆରେ ମୋର ବହୁତ ହେଲା ବଡ ପ୍ରଶ୍ନ ନୁହଁ, ନା। ଅଶ୍ଳୀଳତାକୁ ବନ୍ଦ କରାଯାଇଛି ଖଣ୍ଡଗିରି ପାଇଁ, ସେଟା ଭଲ କି ଖରାପ ଏତିକି। ମୁଁ ସେଇଟା ଆଚ୍ଛା, ରାନୀ ପଣ୍ଡାଙ୍କ ଆଜି ନାଟକ ମୁଁ ଟିକେ ଜଷ୍ଟ ଦେଖିଲି, 15-20 ମିନିଟ୍ ଦେଖିଛି। ମୁଁ ବି ନାଟକରେ ପ୍ରଦୀପ ବେହେରାଙ୍କ ନାଟକ ବହୁତ ବଢିଆ ନାଟକ ହେଇଛି, ଦର୍ଶକ ବନ୍ଧୁ ବି କହୁଛନ୍ତି। ତ ଆପଣ କହୁଛନ୍ତି ସେ ନାଟକ ଦେଖି ନାହାନ୍ତି, ନା ଦେଖିନି। ଦେଖିବାକୁ ଯିବେ କି ନାହିଁ? ଯିବି ନିହାତି, ଏବେ ପଶିବି ବା, ଏବେ ନାଟକ ଟିକେ ପଶିକି ଯିବି। ଏବେ ତ ରାତି 4ଟା ହେଇଗଲି, ଆଉ ପଶିକି ଆଉ କଣ ଦେଖିବେ ଆଉ? ଦେଖିଦବା ଆଉ। ଆଉ ପାର୍ଟି ଆମର ଅଛି 19 ତାରିଖ, ଆମ ଉଦଳାରେ ପାର୍ଟି ଅଛି, ଆମ ଘରୁ 20 କିଲୋମିଟରରେ। ସେଇଠି ଦେଖିବିନି କି ଆଉ? ଏଇ 19 ତାରିଖ ଅଛି ବା। 19, 20, ଆଚ୍ଛା, 21, 22। ଆଉ ଗୋଟେ କଥା ମୁଁ ପଚାରି ବୁଝିବି, ଯାତ୍ରା ଯେତେବେଳେ ଆପଣ ଦେଖନ୍ତି, ଯେକୌଣସି ନାଟକ ବି ହଉ, ଯେକୌଣସି ଯାତ୍ରା ଅନୁଷ୍ଠାନ ହଉ, ଏତେବେଳେ ସ୍ୟାଡ ସିନ୍ ପଡିଯାଏ, ଆଖିରୁ ଲୁହ ଆସେ କି ନାହିଁ? ସିରିୟସଲି ମୋ ଆଖିରୁ ଲୁହ ଆସିଯାଏ। ଆଉ ମୁଁ ଯାଇଥିଲି ସୁକିନ୍ଦା, ଯାଇଥିଲି ପାର୍ଟି ବିଜିଏମ୍ ହଉଥିଲା ଶିବାନୀ ଗଣନାଟ୍ୟର, ମାନେ ବିଜିଏମ୍ ରେ ମୋ ଆଖିରୁ ଲୁହ ଆସି ଯାଇଥିଲା ଭାଇ, ବିଜିଏମ୍ ରେ। ଆଉ କାବେରୀ ଅପା ନିଜେ ପ୍ରେଜେଣ୍ଟ ଥିଲେ ପ୍ୟାଣ୍ଡେଲରେ, ସିଏ ବି ମତେ ଦେଖିଥିଲେ, ଆଖି ଛଳ ଛଳ ମୋର ହେଇଯାଇଥିଲା। ତାପରେ ବହୁତ କାନ୍ଦ ଲାଗେ ଭାଇ, ମୁଁ ଯାତ୍ରାରେ ଡିଫିକଲ୍ଟ ସିନ୍ ଆସିଲେ ମୁଁ କାନ୍ଦି ପକାଏ ସିରିୟସଲି। ଆଚ୍ଛା, ନାଟକ ଆଗ ଭଳି ଏବେ ନାଟକ ଭଲ ଅଛି ନା ନାଟକ ଆଗ ଭଳିଆ ଭଲ ନାଟକ ନାହିଁ? ଅଛି, ନାଟକ ଅଛି, କାହିଁକି ଭଲ ନାହିଁ? ନାଟକ ଅଛି, ନାଟକ ଅଛି, ନାଟକ ଅଛି, ସବୁ ପାର୍ଟିର ନାଟକ ଅଛି ଭଲ। ଗୋଟେ ଗୋଟେ ପାର୍ଟିର, କିଛି ପାର୍ଟି ନାହିଁ ସେମିତି ଆଉ, ମାନେ ସବୁ ପାର୍ଟିର ନାଟକ ଅଛି। ଆଚ୍ଛା, ଦର୍ଶକ ମାନେ କାହିଁକି ଆଉ ଯାତ୍ରା ପ୍ରତି ମୁହଁ ଫେରଉଛନ୍ତି? ଆଉ ଦର୍ଶକ କହିବାକୁ ଗଲେ ଦର୍ଶକ ବେଶୀ ଯାତ୍ରା ଆଉ ଦେଖୁନାହାନ୍ତି, ଦେଖୁଛନ୍ତି ବଡ ବଡ ଯାତ୍ରା ଅନୁଷ୍ଠାନରେ ଯଦି ବଡ ବଡ କଳାକାର ଥିବେ ସେଇ ଯାତ୍ରାକୁ ସେ ଦେଖିବାକୁ ଯାଉଛନ୍ତି, ବାକି ଛୋଟ ପାର୍ଟିକୁ ଦେଖିବାକୁ ଯାଉନାହାନ୍ତି। ସେଥିପାଇଁ କମିଟି ମେମ୍ବର ଭାଇମାନେ ବହୁତ ଲସ୍ ରେ ପଡୁଛନ୍ତି। ୟା ପଛର କାରଣ କଣ? ଯଦି ଆପଣ ଯାତ୍ରା ପ୍ରେମୀ, ଆପଣ ଭଲ ଭାବରେ କହିପାରିବେ। ଯେଟା କହିଲେ ତ ଠିକ କଥା, 100ଟା କମିଟି ଭାଙ୍ଗିଲା ବେଳକୁ ଆହୁରି ନୂଆ କମିଟି ହେଲାଣି, ସେଟା ଗୋଟେ ବଡ କଥା ଆଜ୍ଞା। ଆଉ ପାର୍ଟି ଆଜ୍ଞା ବହୁତ ବାହାରିଲାଣି, ଆକ୍ଟର ମାନଙ୍କ ବି ସବୁ ପାର୍ଟିରେ ସବୁ ବର୍ଷ ରହିପାରୁନାହାନ୍ତି। ଯୋଉ ପାର୍ଟି କି ବୁକ୍ ହଉଛି, ଏଇ ଆକ୍ଟର ଥିବେ ବୁକ୍ ହଉଛି, ଆର ବର୍ଷ ନଥିବେ, ସେଇପାଇଁ ଲୋକ କମି ଯାଉଛନ୍ତି ଆଉ। ଶେଷରେ କଣ କହିବେ? ନା ଆଉ କିଛି ନାହିଁ, ମୁଁ ଖଣ୍ଡଗିରିରେ ଗୋଟେ ଏତେ ବଡ ବାଇଟ୍ ଦେଇଥିବାରୁ ଯାତ୍ରା ଲିଙ୍କ୍ସ ରେ ମୁଁ ବହୁତ ଖୁସି ଅଛି। ଏତିକି କହି ମୁଁ ରଖୁଛି ଆଉ। ଥ୍ୟାଙ୍କ ୟୁ ଭେରି ମଚ୍।